ଅନୁଭव କରୁଛି ଆଜି ସବୁ ମା ମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କହିବା ଗଲେ ଗୋଟେ ଆତ୍ମିକ ମା ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କଣ ମୁଁ ସେ ବିଷୟରେ ଆପଣ ମାନଙ୍କ ସହିତ କଥାବାର୍ତ୍ତା ହେବି। ମୁଁ ଅନୁରୋଧ କରେ କେହି ମଧ୍ୟ ଡିଷ୍ଟର୍ବ ହୁଅନ୍ତୁ ନାହିଁ, ସମସ୍ତେ ଶୁଣନ୍ତୁ। ହୁଏତ ଆପଣ ମାନଙ୍କର ଆମେ ଏଠି ସମସ୍ତେ ମା ମାନେ ବସିଛୁ, ଆମମାନଙ୍କର ଛୁଆ ମାନେ ଅଛନ୍ତି, ଆମେ ସେମାନଙ୍କର ଯତ୍ନ କି ପ୍ରକାର ନେବା ଆଉ ସେମାନଙ୍କ ପ୍ରତି ଆମର ଦାୟିତ୍ୱ କଣ ଏ ବିଷୟରେ ଆମେ ମିଳିତ ଭାବରେ ଆଜି କଥାବାର୍ତ୍ତା ହେବା। ଆମେ ଆମ ଛୁଆ ମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ବ୍ରେକଫାଷ୍ଟ ତିଆରି କରିକିନା ଦଉ। ଆମେ କହୁ ମୋ ପିଲାକୁ ଆଳୁ ପରଟା ପସନ୍ଦ, ମୋ ପିଲାକୁ ପୁରୀ ପସନ୍ଦ, ମୋ ପିଲାକୁ ଚାଉମିନ ପସନ୍ଦ, ମୋ ପିଲାକୁ ମ୍ୟାଗି ପସନ୍ଦ, ଇପି ପସନ୍ଦ, ମାନେ ଯାହା ଆମର ଛୁଆ ମାନଙ୍କୁ ପସନ୍ଦ ଆମେ ତାହା ଦେଇଥାଉ ପ୍ରିୟ ଭଉଣୀ ମାନେ। ଆଉ ଯୋଉ ଦିନ ଆମର ପିଲା ଅଧିକ ଟିକେ ଖାଇ ଦେଇଥାଏ ଯୋଉ କଣ କହନ୍ତି ସେଟାକୁ ଖାଦ୍ୟ ବା ଯୋଉ ବିଷୟକୁ ଆମେ ତାକୁ ଦେଇଥାଉ ସେ ଅଧିକ ଟିକେ ଖାଇଦେଲେ ଆମକୁ ଖୁସି ଲାଗିବ। ଆମେ ଆହୁରି ନାଇଁ ସେଟା ବନେଇଥିଲାରୁ ମୋ ପୁଅ ଟିକେ ଅଧିକ ଖାଇଥିଲା, ମୁଁ ଆହୁରି ତା ପାଇଁ ମୁଁ ସେଟା ବନେଇବି। ଆମେ ଖୁସିରେ ସେମାନଙ୍କ ପାଇଁ ଆମେ ଖାଇବା ଦେଇଥାଉ, ସେମାନଙ୍କୁ ଆମେ ସୁନ୍ଦର ସୁନ୍ଦର ପୋଷାକ ଆଣି ପିନ୍ଧେଇଥାଉ, ସେମାନଙ୍କର ଷ୍ଟଡି ନିମନ୍ତେ ଆମେ ବିଭିନ୍ନ ପ୍ରକାର ଅନେକ ଟଙ୍କା ପଇସା ଆମେ ଖର୍ଚ୍ଚ କରିଥାଉ, ଆମେ ଭଲ ସ୍କୁଲ ଦେଖି ସେମାନଙ୍କୁ ଆମେ ଆଡମିସନ କରିଥାଉ। ବହୁତ ଭଲ କଥା ପ୍ରିୟ ଭଉଣୀ ମାନେ, ଏଟା ମଧ୍ୟ ଆମମାନଙ୍କର ଦାୟିତ୍ୱ। କିନ୍ତୁ ମୁଁ ଗୋଟେ ମା ର ଦାୟିତ୍ୱ ବିଷୟରେ ଆପଣ ମାନଙ୍କ ସହିତ କଥାବାର୍ତ୍ତା ହଉନାହିଁ, ଗୋଟେ ଆତ୍ମିକ ମା ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ବିଷୟରେ ମୁଁ ଆପଣ ମାନଙ୍କ ସହିତ ଆଜି କଥାବାର୍ତ୍ତା ହଉଛି। ଗୋଟେ ଆତ୍ମିକ ମା କେବଳ ଜାଗତିକ ବିଷୟରେ ତାର ଦାୟିତ୍ୱକୁ ସେ ସରାଇ ଦିଏ ନାହିଁ। ପିଲାକୁ ଖାଇବା ଦେବା, ତା ପାଇଁ ପିନ୍ଧିବା ଦେବା, ତାକୁ ଭଲ ଏଜୁକେସନ ଦେବା, ଏସବୁ ବିଷୟ ବହୁତ ଭଲ ପ୍ରିୟ ଭଉଣୀ ମାନେ। ଆଉ ଆପଣ ମାନେ ପାରୁଛନ୍ତି ଦ ବେଷ୍ଟ ଦିଅନ୍ତୁ ଏସବୁ ଆପଣ ମାନଙ୍କୁ ପିଲାମାନଙ୍କୁ। କିନ୍ତୁ ଏଇଟା କେବଳ ଏ ଜଗତ ମଧ୍ୟରେ ରହିଯିବ, ଏସବୁ ବିଷୟ ଏ ଜଗତରେ ହିଁ ସରିଯିବ, କିନ୍ତୁ ଆତ୍ମିକ ଜୀବନ ନିମନ୍ତେ ମୁଁ କହିବାକୁ ଚାହେଁ ଆପଣ ମାନଙ୍କର ଛୁଆ ମାନେ ଦୁଷ୍ଟ ହୁଅନ୍ତୁ ନାହିଁ, ଆପଣ ମାନଙ୍କର ପିଲାମାନେ ଆପଣଙ୍କର ବାଧ୍ୟ ହୁଅନ୍ତୁ, ଖରାପ ବାଟକୁ ନ ଯାଆନ୍ତୁ, ଏ ଜଗତର ଅନୁରୂପୀ ନ ହୁଅନ୍ତୁ। ଏଟା ଯଦି ଚାହୁଁଛନ୍ତି ତାହେଲେ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଆପଣ ମାନଙ୍କର ଆଣ୍ଠୁକୁ ସବଳ କରାନ୍ତୁ। ଆଜି ଅନେକ ମା ମାନେ କଣ କରିବାରେ ବ୍ୟସ୍ତ, ନିଜର ସୌନ୍ଦର୍ଯ୍ୟକୁ ମାନେ ଆହୁରି ଅଧିକ ଟିକେ ସୁନ୍ଦର କରିବାରେ ବ୍ୟସ୍ତ। କିନ୍ତୁ ଆମର ଚେହେରା ଚମକାଇବା ଠାରୁ ଆମମାନଙ୍କର ଆଣ୍ଠୁକୁ କଳା କରିବା ବହୁତ ଆବଶ୍ୟକତା ରହୁଛି ପ୍ରିୟ ଭଉଣୀ ମାନେ। ଆମେ ଯେତିକି ଆମେ ସଜବାଜ ହେବାରେ ଆମର ସମୟକୁ ଆମେ ଅତିବାହିତ କରୁଛୁ, ତାଠୁ ଅଧିକ ସମୟ ଯଦି ଆପଣ ଆଣ୍ଠୁରେ ରହିବେ, ଆପଣ ଆଣ୍ଠୁକୁ ଚମକାଇବେ, ଆପଣଙ୍କର ପରିବାର ରକ୍ଷା ପାଇଯିବ। କାରଣ ଗୋଟେ ଆତ୍ମିକ ସ୍ତ୍ରୀ ଲେଖାଯାଏ ନା, ଜ୍ଞାନବାନ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ, ଆପଣା ଗୃହକୁ ସେ ତିଆରି କରେ। ପରମେଶ୍ୱର ଆମମାନଙ୍କୁ ସେ ଦାୟିତ୍ୱ ଦେଇଛନ୍ତି, ଆମର ପିଲାମାନଙ୍କୁ ଆମେ ଭାଙ୍ଗିବା ପାଇଁ ପ୍ରଭୁ ଆମମାନଙ୍କୁ ଆମର ଛୁଆ ମାନଙ୍କୁ ଦେଇନାହାନ୍ତି, ଆମ ଛୁଆ ମାନଙ୍କୁ ଆମେ ଗଠନ କରିବା ପାଇଁ ପରମେଶ୍ୱର ଆମମାନଙ୍କୁ ଛୁଆ ଦେଇଛନ୍ତି। ତ ଆସନ୍ତୁ ପ୍ରିୟ ଭଉଣୀ ମାନେ, ଆମେ ନିଜ ନିଜର ଆଣ୍ଠୁକୁ ସବଳ କରୁ, ମାନେ ନିଜ ନିଜର ଆଣ୍ଠୁକୁ ମଜବୁତ କରୁ, ଆଣ୍ଠାଉ। ଆଉ ଆମ ପିଲାମାନଙ୍କର ଭବିଷ୍ୟତ ଆମର ଆଣ୍ଠୁରେ ଅଛି, ଆମର ହାତରେ ଅଛି ବୋଲି ମୁଁ କହିବି ନାହିଁ, ଆମର ଆଣ୍ଠୁରେ ଆମ ପିଲାମାନଙ୍କର ଉତ୍ତମ ଭବିଷ୍ୟତ ରହିଅଛି। ଆମେ ଯେତେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରିବା, ଆମ ପିଲାମାନେ ସେତେ ଆତ୍ମିକ ହେବେ, ସେତେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଦିନ ପ୍ରତିଦିନ ଉନ୍ନତି ଉନ୍ନତି ଆଡକୁ ଯିବେ। ସେମାନେ ଦୁଷ୍ଟତାର ମାର୍ଗରେ ଅଛନ୍ତି, ସେ ଦୁଷ୍ଟତାର ମାର୍ଗରୁ ମଧ୍ୟ ବାହାରି ଆସିବେ। ଗୋଟେ ମା ର ଆଣ୍ଠୁ ଭଙ୍ଗା ଲୋତକ ଭରା ପ୍ରାର୍ଥନା ଗୋଟେ ପିଲାକୁ ପରିବର୍ତ୍ତନ କରିବ ପ୍ରିୟ ଭଉଣୀ ମାନେ। ଆଜି ଆମେ କହିପାରୁନୁ ଅନ୍ୟମାନଙ୍କୁ ଯେ ମୋ ପିଲା ଦୁଷ୍ଟ ହେଇଯାଇଛି, କିନ୍ତୁ ଗୋଟେ ମା ଭଲ ସେ ଜାଣିଛି ଯେ ତାର ଛୁଆ ଭଲ ବାଟରେ ଅଛି ନା ଖରାପ ବାଟରେ ଅଛି। ଆମେ ଲାଜ ବୋଲି ଅନ୍ୟକୁ କହିପାରୁନୁ, ଆମର ପିଲାର ଦୁର୍ବଳତା ଗୁଡିକ ଆମେ ଦେଖୁଛୁ, ଅନୁଭବ କରୁଛୁ ଯେ ନାଇଁ ମୋ ପିଲା ଏ ସବୁ ଖରାପ ଅଭ୍ୟାସରେ ଖରାପ ସଙ୍ଗତିରେ ଯାଇଯାଇଛି। ଚର୍ଚ୍ଚ ଲୋକଙ୍କ ଆଗରେ ଯଦି ଜାଣିଦେବେ କଷ୍ଟ ହେବ, ଏଟା ମନେ ମନେ ମା ମାନଙ୍କର ଦୁଃଖ ଅଛି। କିନ୍ତୁ ସେ ଦୁଃଖକୁ ପ୍ରଭୁ ଦୂର କରିବେ ପ୍ରିୟ ଭଉଣୀ ମାନେ। ଯୋଉ ସମୟରେ ଆପଣ ମାନେ ଆଣ୍ଠୁରେ ଆସିବେ, ଆପଣ ମାନଙ୍କର ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରିବେ। ମୁଁ ଜଣେ ମାଙ୍କ ବିଷୟରେ ଆପଣ ମାନଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହେଁ। ସାମୁଏଲ ୱେସ୍ଲି, ଯାଙ୍କ ସ୍ତ୍ରୀଙ୍କ ନାଁ ହେଲା ସୁସନା ୱେସ୍ଲି, ଆପଣ ମାନେ ଅନେକ ଜାଣିଥିବେ। ସାମୁଏଲ ୱେସ୍ଲି ଆଉ ସୁସନା ୱେସ୍ଲିଙ୍କର 19ଟା ଛୁଆ ଥିଲେ। 19ଟା ଛୁଆ ମଧ୍ୟରୁ 9 ଜଣ ଛୁଆ ସେମାନେ ଚାଲିଗଲେ ବା ପ୍ରଭୁଙ୍କ କୋଳକୁ ସେମାନେ ପଳେଇଲେ।
ଆଉ 10ଟା ଛୁଆ ସେମାନଙ୍କ ପାଖରେ ଅଛନ୍ତି। ସାମୁଏଲ ୱେସ୍ଲି ଜଣେ ପ୍ରଭୁଙ୍କର ସେବକ ଅଟନ୍ତି। ତେଣୁ ସେ ଅନେକ ସମୟରେ ସେବା କାର୍ଯ୍ୟ ନିମନ୍ତେ ସେ ବାହାରେ ରୁହନ୍ତି। ଆଉ ବିଭିନ୍ନ ପ୍ରକାର କାର୍ଯ୍ୟ ପଡିବା ସମୟରେ ସେ ମଧ୍ୟ ମାନେ ପରିବାର ଠାରୁ ସେ ଅନେକ ସମୟରେ ଘରେ ସେ ରୁହନ୍ତି ନାହିଁ। ଅନେକ ସମୟରେ ତାଙ୍କୁ ବାହାରେ ରହିବାକୁ ପଡେ। କିନ୍ତୁ ସେ ସମୟରେ ସୁଜନା ୱେସ୍ଲି ଜଣେ ତାଙ୍କୁ ତାଙ୍କର 10ଟା ଛୁଆକୁ ଦେଖବାର ଅଛି। ତାଙ୍କର 10ଟା ଛୁଆର ସେ ପ୍ରତିପାଳନ କରନ୍ତି। ତାଙ୍କର ଗାଈ ମାନେ ଥିଲେ। ତାଙ୍କର କହିବାକୁ ଗଲେ ଗୋଟେ ଗାର୍ଡେନ ଥିଲା, ଯୋଉଟା କି ପନିପରିବା ଆମେ ଲଗାଇବୁ। ଫିଲ୍ଡ ମଧ୍ୟ ତାଙ୍କର ଥିଲା। ସେ ଗାଈ ମାନଙ୍କର ଯତ୍ନ ନେବେ। ସେ ତାଙ୍କର ଜମିର ଯତ୍ନ ନେବେ, ଘର କାମ କରିବେ। 10ଟା ଛୁଆ ଭାବନ୍ତୁ, ଆମର ଏଠି ଯେତିକି ବସିଛୁ 3ଟାରୁ ଅଧିକ କାହାର ନାହିଁ। ମାତ୍ର 10ଟା ଛୁଆର ସେ ଯତ୍ନ ନେବେ। ଘର କାମ, ଛୁଆ ମାନଙ୍କର ଯତ୍ନ, ସେ କେମିତି ତାଙ୍କର ଛୁଆ ମାନଙ୍କ ପାଇଁ ସେ କେମିତି ସମୟ ଦଉଥିଲେ। ଆମେ ଏନକରେଜ ହେବା ବୋଲି ଏ କଥା କହୁଛି। ତାଙ୍କର ଛୁଆ ମାନଙ୍କୁ ସେ ଜାଗତିକ ପାଠ ମଧ୍ୟ ନିଜେ ବସିକିନା ପଢଉଥିଲେ। ତା ସହିତ ସଣ୍ଡେ ଦିନ ତାଙ୍କ ଚର୍ଚ୍ଚରେ ସଣ୍ଡେ ସ୍କୁଲ ନଥିବ, ତେଣୁ ସେ ଘରେ ତାଙ୍କର ପିଲାମାନଙ୍କୁ ସଣ୍ଡେ ସ୍କୁଲ ମଧ୍ୟ ନେଉଥିଲେ। ଆଉ କହିବାକୁ ଚାହେଁ ସବୁଦିନ ସେ 2 ଘଣ୍ଟା ପ୍ରାର୍ଥନା କରୁଥିଲେ। ତାଙ୍କେ ପ୍ରାର୍ଥନା କରିବେ, କେମିତି ପ୍ରାର୍ଥନା କରିବେ? ଗୋଟେ ଚେୟାର ରେ ଯାଇ ବସିବେ, ତାଙ୍କ ମୁଣ୍ଡରେ ସେ କାର୍ଡ ପକେଇବେ। ସେ 10ଟା ଛୁଆ ଥିବା ଘରେ ପ୍ରାର୍ଥନା କରିବାଟା ସହଜ କି? କେ କେ କାଁ ମେ ମା ହଉଥିବ, କିଏ ମା ବୋଲି ଡାକୁଥିବ, କାହାକୁ ପାଣି ଦରକାର ଥିବ, କାହାକୁ ଚକୋଲେଟ ଦରକାର, କାହାକୁ ବିସ୍କୁଟ ଦରକାର, କାହାକୁ ଭୋକ ଲାଗୁଥିବ। ସେ ସମୟରେ ମଧ୍ୟ ସେ ତାଙ୍କୁ ସ୍କାର୍ଫ ମୁଣ୍ଡରେ ପକେଇଲେ ବେଲେ ସେ ତାଙ୍କର ପିଲାମାନଙ୍କୁ ଶିଖେଇଥିଲେ ଯେ ଯୋଉ ସମୟରେ ମା ସେ ପ୍ରାର୍ଥନା ସେ ଜାଗାକୁ ଯାଇକିନା ମୁଣ୍ଡରେ ସ୍କାର୍ଫ ପକେଇଲେ ମଧ୍ୟ କେହି ତାଙ୍କୁ ଡିଷ୍ଟର୍ବ କରିବ ନାହିଁ। ଯୋଉ ସମୟରେ ଦେଖିଦେବେ ଯେ ପିଲାମାନେ ନାଇଁ ମା ମୁଣ୍ଡରେ ସ୍କାର୍ଫ ପକେଇଛନ୍ତି, ସେ ସମୟରେ ଯାଇ କେହି ମଧ୍ୟ ତାଙ୍କୁ ଡିଷ୍ଟର୍ବ କରିବେ ନାହିଁ। ସେ ଶିଖେଇଥିଲେ ଯେ ସେମାନଙ୍କୁ ସେ ସମୟରେ ତୁମର ମା ତୁମର ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ହଉଛ, ତେଣୁ ତାଙ୍କ ମା କୁ କେହି ଡିଷ୍ଟର୍ବ କରିବନି। ପ୍ରିୟ ଭଉଣୀ ମାନେ, ସେ ପ୍ରକାର ଭାବରେ ସେ ପ୍ରଭୁଙ୍କର ସେବକ ମାନଙ୍କୁ ଆମେ ଯାହା ବିଷୟରେ ଶୁଣୁଛୁ, ଜନ୍ ବେସ୍ଲି ଯେ କି 4000 ସରମନ ସେ ପ୍ରଚାର କରୁଛନ୍ତି। 4000ଟା ମେସେଜ ସେ ପ୍ରଚାର କରୁଛନ୍ତି। ପ୍ରଭୁଙ୍କର ଦାସ ହଉଛନ୍ତି ସୁସନା ବେସ୍ଲିଙ୍କର ସେ ସନ୍ତାନ। ଏ ପ୍ରକାର ପ୍ରଭୁଙ୍କର ସେବକ ମାନେ ସେ ପ୍ରକାର ମା ମାନଙ୍କର କୋଳରୁ ପ୍ରଭୁ କଣ କରୁଛନ୍ତି? ବାହାର କରୁଛନ୍ତି। ଆଉ ଜଣେ ଜୟଲ ବେସ୍ଲି ଯେ କି ଅନେକ ଗୁଡେ ଗୀତ ଲେଖିଛନ୍ତି। ଏ ପ୍ରକାର ପ୍ରଭୁଙ୍କର ସେବକ ମାନେ ସୁଜନା ବେସ୍ଲିଙ୍କ ଦ୍ଵାରା ବାହାରୁଛନ୍ତି। ପ୍ରିୟ ଭଉଣୀ ମାନେ, କେମିତି ଏସବୁ ସମ୍ଭବ ହେଲା? ଆଉ କହିବାକୁ ଚାହେଁ, ସେ ପାଳି ଅନୁସାରେ ପ୍ରତି ରାତିରେ ଶୋଇବା ପୂର୍ବରୁ ଗୋଟେ ଗୋଟେ ଘଣ୍ଟା ନିଜର ପିଲାମାନଙ୍କ ସହିତ ସମୟ ବିତାଉଥିଲେ। ଆଜି ଆମର ପାଖେ ଆମର 2ଟା ଛୁଆ, 3ଟା ଛୁଆ, ଅଧିକ 4ଟା ଛୁଆ, ସେମାନଙ୍କ ସହିତ ବସି ଆମମାନଙ୍କ ପାଖରେ ସମୟ ବିତେଇବା ପାଇଁ ଆମମାନଙ୍କ ପାଖରେ ସମୟ ନାହିଁ। ମାତ୍ର ସେ ପ୍ରତିଦିନ ପାଳି କରିଥିଲେ। 10ଟା ଛୁଆ ବୋଲି କହିଲେ ଜଣେ ଜଣେ ଛୁଆକୁ ସେ ବ୍ୟକ୍ତିଗତ ଭାବରେ ଘଣ୍ଟାଟି ଲେଖା ଶୋଇବା ପୂର୍ବରୁ ସେ ସମୟ ଦଉଥିଲେ। କାହିଁକି ନା ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରିୟ ଭଉଣୀ ମାନେ, ଆପଣଙ୍କର ପିଲାର ମନରେ କଣ ଚାଲୁଛି, ସେ କଣ ହଉଛି, କାହିଁକି ତାର ମୁହଁ ଶୁଖୁଛି, କାହିଁକି ସେ କଥା କହିଲେ ମାନେ ରେସ୍ପଣ୍ଡ କରୁନାହିଁ, ଦୁଷ୍ଟ ହଉଛି, ସେ ସବୁ ଜାଣିବାର ଅଛି। କହିଲେ ପର୍ସନାଲି ସେମାନଙ୍କ ସହିତ ସାଙ୍ଗ ପରି ବସି ସେମାନଙ୍କ ସହିତ ଆପଣଙ୍କୁ ସମୟ ବିତେଇବାର ଆବଶ୍ୟକତା ରହିଛି। ହଁ ଅଛି ତ ଅଛି, ତାର ବାଟରେ ସେ ଅଛି। ଆଜିକାଲି ତ ଆମମାନଙ୍କୁ ଆଉ ବହୁତ ବଢିଆ, ଯାହାର ପାଇଁ ତାକୁ ଗୋଟେ ଗୋଟେ ରୁମ, ଖାଇଲୁ ଯେ ଯାର ରୁମ ରେ ବନ୍ଦ ହେଇଗଲୁ, ଆଉ କିଏ କାହାକୁ ପଚରା ପଚରି ନାଇଁ। ସେ ପ୍ରକାର ଆମେ ନ ହଉ ପ୍ରିୟ ଭଉଣୀ ମାନେ। ଆମେ ଆମର ପିଲାମାନଙ୍କ ନିମନ୍ତେ ଆମମାନଙ୍କର ସମୟକୁ ଆମେ ବାହାର କରିବା। ଆମେ କହିବା, ଆମେ ଯଦି ଚାହୁଁଛୁ ସେ ପ୍ରକାର ଆମର ପିଲାମାନେ ମଧ୍ୟ ପ୍ରଭୁଙ୍କ ସେବାରେ ଦୁଷ୍ଟ ନ ହୁଅନ୍ତୁ, ତାହେଲେ ଆମେ ମଧ୍ୟ ସୁଜନା ବେସ୍ଲିଙ୍କ ପରି ଆମର ଜୀବନ ଶୈଳୀକୁ ଆମେ ସେ ପ୍ରକାର ତିଆରି କରୁ। ଆମର ଜୀବନ ଶୈଳୀକୁ ମଧ୍ୟ ଆମେ ସେ 10ଟା ଛୁଆକୁ ପ୍ରଭୁଙ୍କ ନିମନ୍ତେ ବଢେଇ ପାରୁଛନ୍ତି। ପ୍ରଭୁ ତ ଆମକୁ ଜାଣିଛନ୍ତି, ଆମର କେପାସିଟି ଯେତିକି ବୋଲି ଆମକୁ ସେତିକି ଅଳ୍ପ ଛୁଆ ଦେଇଛନ୍ତି। କାହାକୁ 2ଟା, କାହାକୁ 3ଟା, କାହାକୁ 4ଟା ଦେଇଛନ୍ତି। ସେମାନଙ୍କୁ ଆମେ ଠିକ ଭାବରେ ଆମେ ଯତ୍ନ ନେବା। ପ୍ରିୟ ଭଉଣୀ ମାନେ, ମୁଁ ଆଜି ଆପଣ ମାନଙ୍କୁ ବାଇବଲରୁ କିଛି କଥା କହି ଉତ୍ସାହିତ କରିବାକୁ ଚାହେଁ। ଅନେକ ବହି ମାନଙ୍କ ନିକଟକୁ ମୁଁ ଆପଣଙ୍କୁ ନେଇଯିବାକୁ ଚାହେଁ ଯେ ସେମାନେ କି ପ୍ରକାର ତାଙ୍କର ଛୁଆ ମାନଙ୍କୁ ସେ ବଡ କରିଥିଲେ। ଆମେ ଏଭ୍ରି 11 ଅଧ୍ୟାୟ 23ରୁ 27 ପଢିଯିବା।
ଅତି ଚିହ୍ନା ପରିଚୟ ବାକ୍ୟ, ସମସ୍ତେ ଆମେ ବାକ୍ୟ को ଜାଣିଅଛୁ। ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି 3 ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ। ବିଶ୍ୱାସ ଦ୍ୱାରା ମୋଶା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାରୁ ନାସ୍ତି କଲେ। ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ପୁଣି ମିଶରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିଶର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ। ହଁ, ଆମେ ମୋଶାଙ୍କ ବିଷୟରେ ଜାଣିଛୁ। ମୋଶାଙ୍କ ମାଙ୍କ ନାଁ ହଉଛି ଜକେବତ। ଆଉ ଜକେବତ ତାଙ୍କର ପିଲାକୁ ସେ କି ପ୍ରକାର ଭାବରେ ତିଆରି କରିଛନ୍ତି ଦେଖନ୍ତୁ। ସେ ସମୟରେ ରାଜାଙ୍କର ଏ ପ୍ରକାର ଆଜ୍ଞା ହେଇଥିଲା, ଯେତିକି ପୁରୁଷ ସନ୍ତାନ ମାନେ ହେବେ ସମସ୍ତଙ୍କୁ ତୁମେ ମାରିଦେବ। କିନ୍ତୁ ପୁରୁଷ ସନ୍ତାନ ମାନଙ୍କୁ ରାଜାଙ୍କର ଆଜ୍ଞାକୁ ଏମାନେ ନ ମାନି ପରମେଶ୍ୱରଙ୍କର ଆଜ୍ଞାକୁ ମାନି ମୋଶାଙ୍କୁ ସେମାନେ ଜୀବିତ ରଖୁଛନ୍ତି। 3 ମାସ ପର୍ଯ୍ୟନ୍ତ ଗୋପନ ରଖୁଛନ୍ତି। ତାପରେ ସେମାନେ, ଆମେ ଜାଣିଛୁ ଷ୍ଟୋରି, ନୀଳ ନଦୀରେ ତାଙ୍କୁ ଭସାଇ ଦେଉଛନ୍ତି। ଫାରୋଙ୍କର କନ୍ୟା ତାକୁ ଧରି ତାଙ୍କର ଘରେ ମୋଶା ବଢୁଛନ୍ତି, ଫାରୋଙ୍କ କନ୍ୟା ଘରେ। ଆଉ ସେ ସମୟରେ ଯୋଉ ସମୟରେ ତାଙ୍କୁ କ୍ଷୀର ପିଆଇବା ପାଇଁ ଗୋଟେ ମିଶ୍ରିଆ ସ୍ତ୍ରୀ, ଏବ୍ରିୟ ସ୍ତ୍ରୀ ଦରକାର କୁ ଗୋଟେ ତାଙ୍କର ଭଉଣୀ ମରିୟମ ହିଁ ଡାକିକିନା ଆଣୁଛନ୍ତି। ଆଉ ମୋଶାଙ୍କୁ ସେ କ୍ଷୀର ପିଆଉଛନ୍ତି। କହିବାକୁ ଗଲେ ଗୋଟେ ଆୟା ଭାବରେ ସେ ଆସି ନିଜର ସନ୍ତାନକୁ ସେ କ୍ଷୀର ଦଉଛନ୍ତି। ସେ କ୍ଷୀର ଦେବା ପିରିୟଡ ରେ ମୋଶାଙ୍କ ଜୀବନରେ ଏ ପ୍ରକାର ବିଷୟ ଗୁଡିକ ଜକେବତ ଭରି ଦେଇଛନ୍ତି ଯେ ଲେଖାଯାଏ ହିତୋପଦେଶ 22:6 ଆମେ ପଢୁ। ସେ ସ୍ଥାନରେ ଲେଖାଯାଉଛି, ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଉ, ତହିଁରେ ସେ ବୃଦ୍ଧ ହେଲେ ମଧ୍ୟ ତହିଁରୁ ବିମୁଖ ହେବ ନାହିଁ। ଆଜି ଆମର ପିଲାମାନେ କିଛି ବୁଝି ପାରୁନାହାନ୍ତି, ମାତ୍ର ଆମେ ଚର୍ଚ୍ଚ ଧରିକିନା ଯାଉଛୁ କାହିଁକି? ଆମର ପିଲାମାନେ ବାକ୍ୟ ବୁଝୁଛନ୍ତି କି? ସାନ ସାନ ପିଲାମାନେ ଯୋଉମାନେ 3 ବର୍ଷର, 4 ବର୍ଷର, 2 ବର୍ଷର ଅଛନ୍ତି, ସେମାନେ ବୁଝୁନାହାନ୍ତି। ମାତ୍ର ଆମେ ଜାଣିଛୁ, ନ ବୁଝିଲେ ମଧ୍ୟ ଏ ଛୋଟ ବୟସରୁ ଯଦି ଏସବୁ ବିଷୟ ଶିଖିବ, ସେମାନଙ୍କୁ କଣ କରିବ? ବୃଦ୍ଧ ହେଲେ ମଧ୍ୟ ସେଠିରୁ ବିମୁଖ ହେବା ପାଇଁ ଦେବନି। ଜକେବତ ତାଙ୍କର ସନ୍ତାନକୁ ଏପରି ଶିଖେଇଥିଲେ, ଯଦ୍ୱାରା କି ସେ ବଡ ହେଲା ପରେ, ବୟସ ପ୍ରାପ୍ତ ହେଲା ପରେ ସେ 3ଟା ବିଷୟକୁ ଅଗ୍ରାହ୍ୟ କରୁଛନ୍ତି। ଗୋଟେ ବିଷୟ, ସେ ନିଜର ସମ୍ମାନ ଦେଖୁନାହାନ୍ତି। ସମ୍ମାନ କଲେ ଫାରୋର କନ୍ୟା, ଫାରୋର ମାନେ ସେ ସେକେଣ୍ଡ ଫାରୋ ହେଇଥାନ୍ତେ। ତାଙ୍କର କନ୍ୟାର ପୁତ୍ର ହେବାକୁ ବେଲେ ସେ ପଦବୀକୁ ମଧ୍ୟ ଅଗ୍ରାହ୍ୟ କରୁଛନ୍ତି। ଆଉ ସେ ସୁଖ ଭୋଗକୁ ମନୋନୀତ କରୁନାହାନ୍ତି। ସେ ଦୁଃଖ ଭୋଗକୁ କଣ କରୁଛନ୍ତି? ମାନେ ପରମେଶ୍ୱରଙ୍କର ଲୋକମାନଙ୍କର ସହିତ ରହିକିନା ତାଙ୍କର ଦୁଃଖ ଭୋଗକୁ ସେ ପସନ୍ଦ କରୁଛନ୍ତି। ଆଉ ମିଶ୍ରର ସବୁ ଧନକୁ ସେ ନାଇଁ ବୋଲି କହିପାରୁଛନ୍ତି। ଜକେବତଙ୍କର ଶିକ୍ଷା କେମିତି ଦେଖନ୍ତୁ। ସେ ନିଜକୁ ଚିହ୍ନୁଛନ୍ତି, ମୁଁ ଏ ମିଶ୍ର ଦେଶରେ ରହିଲେ ମଧ୍ୟ, ଏ ଫାରୋ ଘରେ ରହିଲେ ମଧ୍ୟ, ପ୍ରିୟ ଭଉଣୀ ମାନେ, ଏ ଜଗତ ମଧ୍ୟରେ ଆମେ ରହିଲେ ମଧ୍ୟ ଆମେ ଏ ଜଗତର ନାହୁଁ, ଏଟା ଆମ ପିଲାମାନେ ଜାଣିବାର ଆବଶ୍ୟକତା ରହିଛି। ଆମେ ଏ ପ୍ରକାର ଆମମାନଙ୍କର ପିଲାମାନଙ୍କୁ ଶିଖେଇଥିବାର ଅଛି। ବାଳକ ଥିବା ସମୟରେ, ଛୋଟ ଥିବା ସମୟରେ, କ୍ଷୀର ପିଆଉଥିବା ସମୟରେ, ସେଇ ସମୟରେ ଆମର ପିଲାମାନଙ୍କର ମନ ମଧ୍ୟରେ ଏ ପ୍ରକାର ବିଷୟ ଗୁଡିକ ଆମେ ଭର୍ତ୍ତି କରିଥିବାର ଅଛି। ଯୋଉ ସମୟରେ ଦୁଷ୍ଟ ଜଗତ ମଧ୍ୟରେ ସେମାନେ ଯିବେ, ସେ ସମୟରେ ମଧ୍ୟ ସେମାନେ ପ୍ରଭୁଙ୍କର ପଛରେ ଚାଲିବା ପାଇଁ ପଛ ଘୁଞ୍ଚା ଦେବେ ନାହିଁ। ଆସନ୍ତୁ ପ୍ରିୟ ଭଉଣୀ ମାନେ, ନିଜ ନିଜକୁ ଉତ୍ସାହିତ କରୁ। ଜକେବତଙ୍କ ଠାରୁ ଆମେ ଶିଖୁ, ଆମର ପିଲାକୁ ଆମେ ସେ ପ୍ରକାର କରି ଗଠନ କରୁ। ଆମେ ଆଜି ଯୋଉ ସମୟରେ ଆମେ ମା ମାନେ, ଯୋଉମାନେ ଫିଡିଙ୍ଗ କରିବା ମଦର ମାନେ ସ୍ଥାନରେ ବସିଛନ୍ତି, କ୍ଷୀର ପିଇବା ସମୟରେ ମୋବାଇଲ ଦେଖି ଦେଖି କ୍ଷୀର ପିଆନ୍ତୁ ନାହିଁ ପିଲାମାନେ। ପ୍ରାର୍ଥନାର ସହିତ ପିଆନ୍ତୁ ପିଲାମାନଙ୍କୁ କ୍ଷୀର। ଦେଖିବେ ଗୋଟେ ବଢିଆ ଇଫେକ୍ଟ ପଡୁ। ପ୍ରଭୁ ଏମତି ଯୋଉ ସମୟରେ ଆମେ ଯାତ୍ରା ପୁସ୍ତକରେ ପଢୁଛୁ, ଏଟା ତୁମ ନିମନ୍ତେ ମୁଁ ଦୁଗ୍ଧ ପାନ କରିବି। ଆମେ କହିବାର ଅଛି, ପ୍ରଭୁ ଏ ପିଲାକୁ ମୁଁ କ୍ଷୀର ଦଉଛି, ଏ ପିଲା ତୁମ ନିମନ୍ତେ ବ୍ୟବହୃତ ହଉ, ଏ ଦୁଷ୍ଟ ନ ହେଉ। ଏ ପ୍ରକାର ଯୋଉ ସମୟରେ ଆପଣ ମାନଙ୍କୁ ହୁଏତ ସମୟ ମିଳୁନଥିବ, ଯୋଉ ଫିଡିଙ୍ଗ ମଦର ମାନେ ଅଛନ୍ତି, ଯୋଉମାନେ କ୍ଷୀର ପିଆଇବା ମା ମାନେ ଅଛନ୍ତି, ସେମାନଙ୍କ ପାଖରେ ସମୟ ନଥିବ। ମାତ୍ର ସବୁଠୁ ବେଷ୍ଟ ସମୟ ଆମର ମା ମାନଙ୍କୁ କ୍ଷୀର ପିଆଇଲା ବେଳେ କେମିତି ଆମେ ଶୋଇକି ନା ନେକ୍ସଟ ସମୟରେ କ୍ଷୀର ଦଉ ଆଉ ସେମାନଙ୍କ ସହିତ ଶୋଇ ପଡୁ।
ମାତ୍ର ନାଇଁ ପ୍ରିୟ ଭଉଣୀ ମାନେ, ଆମକୁ ସେ ସମୟ ଟିକେ ରିଲାକ୍ସେସନ ର ସମୟ ଯୋଉ ସମୟରେ ମିଳୁଛି, ସେ ସମୟରେ ଆମେ ଯୋଉ ସମୟରେ ଛୁଆକୁ କ୍ଷୀର ଦଉଛୁ, ସେ ସମୟରେ ଆମେ ପ୍ରାର୍ଥନାର ସହିତ କ୍ଷୀର ଦେବା। କାହା ସହିତ ଗଣ୍ଡଗୋଳ ଲାଗି ଲାଗି କ୍ଷୀର ଦିଅନ୍ତୁ ନାହିଁ। ସ୍ୱାମୀକୁ ରିସାଇ, ଶାଶୁକୁ ରିସାଇ, ସେ ପ୍ରକାର ମୁଡ ରେ ଆପଣଙ୍କ ଛୁଆକୁ ଆପଣ କ୍ଷୀର ଦିଅନ୍ତୁ ନାହିଁ। ପ୍ରାର୍ଥନାର ସହିତ କ୍ଷୀର ଦିଅନ୍ତୁ। ପ୍ରଭୁ ମଶାଙ୍କୁ ଯେମିତି ତାଙ୍କର ମା କ୍ଷୀର ଯୋଗେବତଙ୍କ ପାଖରେ ଅଳ୍ପ ମାତ୍ର ସମୟ ଅଛି। ମଶା କ୍ଷୀର ପିଇବାଟା ଛାଡିଲେ ଯୋଗେବତଙ୍କର ଡ୍ୟୁଟି ସରିଗଲା। କିନ୍ତୁ ଆମ ପାଖରେ ପିଲାମାନେ ଅଛନ୍ତି ପ୍ରିୟ ଭଉଣୀ ମାନେ, ସେ ଅଳ୍ପ ସମୟ ମଧ୍ୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ସେମାନଙ୍କୁ ଆମେ ଏ ପ୍ରକାର ଗଠନ କରିବା, ସେ ଅଳ୍ପ ସମୟ ମଧ୍ୟରେ, ଯେମିତି କି ଆମର ପିଲା ଏ ଜଗତର ଅନ୍ଧକାର, ଏ ଦୁଷ୍ଟତା ଜଗତକୁ ଗଲେ ମଧ୍ୟ ସେ ଦୁଷ୍ଟତାକୁ ନାଇଁ କହିପାରିବ, ସେ ପ୍ରକାର ଶକ୍ତି ଆମମାନଙ୍କର ପିଲାମାନଙ୍କ ପାଖରେ ଥାଉ। ତ ଗୋଟେ ଆତ୍ମିକ ମା ର ଦାୟିତ୍ଵ ଏ ପ୍ରକାର ହେବାର ଆବଶ୍ୟକତା ରହିଛି। ଆମେ ଯୋଉ ସମୟରେ ପଢୁ ହିତୋପଦେଶ 31 ଅଧ୍ୟାୟର 1-2ରେ, ସେ ସ୍ଥାନରେ ଲୋମଲ ରାଜାଙ୍କୁ ତାଙ୍କର ମା କେମିତି ଶିକ୍ଷା ଦଉଛନ୍ତି, ପଢନ୍ତୁ। ଲୋମୁଏଲ ରାଜାର କଥା, ଅର୍ଥାତ୍ ତାହାର ମାତା ତାହାକୁ ଯାହା ଶିଖାଇଥିଲା ସେହି ଭାରକ୍ତି, ହେ ମୋହର ପୁତ୍ର, ହେ ମୋ ଗର୍ଭର ପୁତ୍ର, ହେ ମୋ ମାନତର ପୁତ୍ର, କଣ କହିବି? ଆଉ ପଢନ୍ତୁ, 3 ପଦ ମଧ୍ୟ ପଢନ୍ତୁ। ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି ତହିଁରେ ଗତି କର ନାହିଁ। ହଁ, ଆମ ପିଲାମାନଙ୍କ ସହିତ ଆମେ ସବୁ ବିଷୟରେ କଥାବାର୍ତ୍ତା ହେବାର ଆବଶ୍ୟକତା ରହିଛି। ଆମେ ଅନେକ ସମୟରେ ଲାଜ କରୁ, ନାଇଁ ମୋ ପିଲା ଛୋଟ ଅଛି ବୋଲି କହୁ। ଆପଣଙ୍କ ପିଲା ଆପଣଙ୍କ ପାଇଁ ଛୋଟ ଅଛି, କିନ୍ତୁ ଯୋଉ ସମୟରେ ତାର ଆକ୍ଟିଭିଟି ଗୁଡିକ ଦେଖୁଛନ୍ତି, ସେ ସମୟରେ ପ୍ରତ୍ୟେକ ବିଷୟ ସହିତ ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଏ ସ୍ଥାନରେ ଦେଖନ୍ତୁ, ଗୋଟେ ମା ଗୋଟେ ପୁଅ ସହିତ ସେ କଥାବାର୍ତ୍ତା ହଉଛନ୍ତି। କି ପ୍ରକାର କଥାବାର୍ତ୍ତା ହଉଛନ୍ତି? ତୁମେ ସ୍ତ୍ରୀ ଲୋକକୁ ଆପଣା ବଳ ଦେବ ନାହିଁ। ଆଜି ଆମର ଝିଅ ମାନେ କିଛି ଖରାପ ସଙ୍ଗତିରେ ଅଛନ୍ତି କି? ଆମର ପୁଅ ମାନେ କିଛି ଖରାପ ସଙ୍ଗତିରେ ଅଛନ୍ତି କି? ଏବେ ଯୁବା ପୁଅ ଝିଅ ମାନେ, ବଢିଲା ପୁଅ ଝିଅ ମାନେ ଆମ ଘରେ ଅଛନ୍ତି। ସେମାନଙ୍କର ଆକ୍ଟିଭିଟିରୁ ଆପଣ ମାନେ ଜାଣିଦେବେ ପ୍ରିୟ ଭଉଣୀ ମାନେ, କାରଣ ଆମେ ମଧ୍ୟ ସେଇ ଏଜ୍ ଦେଇକିନା ଆସିଛୁ। କେବେ କେବେ ପିଲାମାନଙ୍କୁ ଯଦି ଆପଣ ମାନେ ମୋବାଇଲ ଦଉଛନ୍ତି, ମୋବାଇଲକୁ ମଧ୍ୟ ଟିକେ ଭଲସେ ଚେକ୍ କରନ୍ତୁ। ଆଉ ସେମାନଙ୍କୁ ରାଗିକିନା କଥାବାର୍ତ୍ତା ହୁଅନ୍ତୁ ନାହିଁ, ସେମାନଙ୍କ ସହିତ ଫ୍ରେଣ୍ଡଲି ବ୍ୟବହାର କରନ୍ତୁ, ସେମାନଙ୍କୁ କୁହନ୍ତୁ। ଆଉ ଯୋଉ ସମୟରେ ସେମାନେ କିଛି ଖରାପ ସଙ୍ଗତିରେ ବା ଖରାପ ବିଷୟରେ ଆସକ୍ତ ହେଇଛନ୍ତି, ସେମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆପଣ ମାନେ କଥାବାର୍ତ୍ତା ହୁଅନ୍ତୁ। କାହିଁକି ନା ଆମର ଘରେ ଆମେ ଏମିତି ବ୍ୟାକଗ୍ରାଉଣ୍ଡରେ ଆସିଛୁ ଯେ ଏସବୁ ବିଷୟରେ ଆମର ପିଲାମାନଙ୍କ ସହିତ ଆମେ କଥାବାର୍ତ୍ତା ହେବାକୁ ଅନେକ ସମୟରେ ଲାଜ କରୁ। ଲାଜ ହେବାର ନାହିଁ, ଆମର ପିଲାମାନେ ମୋବାଇଲ ଦେଖି ସେ ସବୁ ଶିଖୁଛନ୍ତି। ମୁଁ ଅନେକ ପିଲାମାନଙ୍କର ଷ୍ଟୋରି ଯାକ ଦେଖୁଛି ଇନଷ୍ଟାଗ୍ରାମ ରେ, ଆମମାନଙ୍କର ଏବେ ଆଉ କଣ କଣ ସବୁ ଆପ୍ସ ଯାକ ବାହାରିଛି, ସ୍ନାପଚାଟ, ଏସବୁରେ ସେମାନେ ଏମିତି ଯେ ମାନେ ତାଙ୍କୁ କିଏ ଗୋଟେ ଧୋକା ଦେଇ ଯାଇଛି, ସେମିତି ସେଡ୍ ସଙ୍ଗ ଯାକ ରଖିକିନା ଅନେକ ଜଣ ଷ୍ଟୋରି ଯାକ ରଖିଥାଉଛନ୍ତି। ସେ ସବୁ ସମୟରେ ପ୍ରିୟ ଭଉଣୀ ମାନେ, ସେ ସବୁକୁ ବି ଆପଣ ମାନେ ଟିକେ ଚେକ୍ କରୁଥାନ୍ତୁ ଯେ ମୋ ପିଲା ସୋସିଆଲ ମିଡିଆର କୋଉ ଏପ୍ ଖୋଲିକିନା ବସିଛି, ସେଠି କଣ କଣ ସେ ଅପଲୋଡ କରୁଛି, ଏସବୁ ଆମେ ଦେଖୁ। ଆଉ ପିଲାମାନଙ୍କର ସହିତ ଆମେ ଆମେ କୌଣସି ବିଷୟରେ ପିଲାମାନଙ୍କ ସହିତ କଥା ହେବା ପାଇଁ ଲାଜ ନ କରୁ। ଆମେ ସେମାନଙ୍କର ମା ହିଁ ସେମାନଙ୍କ ନିକଟକୁ ଯାଇ ନ ପାରିଲେ, ଆମେ ସେମାନଙ୍କର ସାଙ୍ଗ ହିଁ ସେମାନଙ୍କ ସହିତ ପ୍ରତ୍ୟେକ ବିଷୟରେ ଆମେ କଥାବାର୍ତ୍ତା ହେବାର ଅଛି। ସେମାନଙ୍କୁ ପ୍ରତ୍ୟେକ ବିଷୟରେ ଆମମାନଙ୍କୁ ଶିକ୍ଷା ଦେବାର ଅଛି। ଆମର ଝିଅ ମାନେ ଏବେ ବଢି ଆସୁଛନ୍ତି, କେମିତି ବସିବୁ, କାହା ସହିତ କି ପ୍ରକାର କଥାବାର୍ତ୍ତା ହବ, ସେ ପ୍ରତ୍ୟେକ ବିଷୟରେ ଆମେ ଧୀରେ ଧୀରେ ଆମ ପିଲାମାନଙ୍କୁ ଶିଖେଇବାର ଆବଶ୍ୟକତା ରହିଛି। ଆଉ ଅନ୍ୟମାନଙ୍କ ସହିତ କେତେ କଥା ମାନେ ଏବେ ଆମ ପିଲାମାନଙ୍କୁ, ଏବେ ଟିନ ଏଜର ପୁଅ ଝିଅ ମାନଙ୍କୁ, ପୁଅ ମାନଙ୍କୁ ଝିଅ ମାନଙ୍କ ସହିତ ରହିବା ପାଇଁ ବହୁତ ଖୁସି ଲାଗିବ, ଆଉ ଆମର ଝିଅ ମାନଙ୍କୁ ପୁଅ ପିଲାମାନଙ୍କ ସହିତ ରହିବା ପାଇଁ ବହୁତ ଖୁସି ଲାଗିବ। ସେ ଖୁସି ଲାଗିବ, ଆଉ ସେଟା ନ୍ୟାଚୁରାଲ ବିଷୟ ଅଟେ। କିନ୍ତୁ ଆମେ ପ୍ୟାରେଣ୍ଟସ ମାନେ ଜାଣିବାର ଅଛି ଯେ ସେ ଜାଗାରେ ଅଛନ୍ତି, ଆମେ ସେମାନଙ୍କ ଠାରୁ କେମିତି ଦୂରରେ ରଖିବା। ଯଦି ଆପଣ ମାନଙ୍କର ପୁଅ ଝିଅ ମାନେ କାହା ଘରକୁ ବେଶୀ ଯିବା ପାଇଁ ପସନ୍ଦ କରୁଛନ୍ତି, ତାହେଲେ ଦେଖନ୍ତୁ ଯେ ସେ କଣ ପାଇଁ ଯିବା ପାଇଁ ସେ ତାଙ୍କ ଘରକୁ ପସନ୍ଦ କରୁଛି ବେଶୀ। ସେଠି ଗୋଟେ କିଛି ବିଷୟ ଅଛି କି? ଏ ସବୁକୁ ମଧ୍ୟ ଆମମାନଙ୍କୁ ଧ୍ୟାନରେ ରଖିବାର ଅଛି। ଆଉ ଯାଉଛି ତାକୁ ଗାଳି କରନ୍ତୁ ନାହିଁ, ଧୀରେ କୁହନ୍ତୁ, ମା ଏବେ ଯାନା,
ମୁଁ ମୋର ସଣ୍ଡେ ସ୍କୁଲ ପିଲାମାନଙ୍କ ସହିତ ବହୁତ ଫ୍ରାଙ୍କଲି ଏ ବିଷୟରେ ଯୋଉମାନେ ବଡ ହେଇଗଲେଣି ସେମାନଙ୍କ ସହିତ ମୁଁ କଥା ହୁଏ। ଆଉ ମୁଁ କୁହେ ଯୋଉ ସମୟରେ ମଧ୍ୟ କେବେ ମଧ୍ୟ ପୁଅ ଝିଅ ବେଶୀ ସମୟ ମିଶିକିନା ରହିବ ନାହିଁ। ଆମେ ଦେଖିବାର ଅଛି ପ୍ରିୟ ଭଉଣୀ ମାନେ ସେ ସବୁ ବିଷୟକୁ ଆମେ ଜାଣି ଆମର ପୁଅ ଝିଅ ସହିତ ମାନେ ବୁଦ୍ଧିର ସହିତ ବ୍ୟବହାର କରିବାର ଅଛି। ସେମାନଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି। କାରଣ ଏବେ ସେମାନେ ଯୌବନ ଅବସ୍ଥାରେ ଅଛନ୍ତି, ସେମାନଙ୍କର ଗୋଡ ଖସି ଯିବାର ବୟସ। ଆମେ ଯେତିକି ଆତ୍ମିକ ହେଲେ ମଧ୍ୟ ଆମର ଭିତରେ ଯୋଉ ବିଷୟ ଗୁଡିକ ରହିଛି ସେଟା ବାହାରିବ। ଆଉ ଆମେ ଯଦି ସେମାନଙ୍କୁ ଆକଟ କରିବା ନାହିଁ, ସେମାନଙ୍କୁ ଶିକ୍ଷା ଦେବ ନାହିଁ, ତାହା ମନ୍ଦତା ଆଡକୁ, ତାହା ପାପ ଆଡକୁ ଅନେକ ସମୟରେ ସେମାନଙ୍କୁ ନେଇଯିବ। ତେଣୁ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ, ଆପଣ ମାନଙ୍କର ପୁଅ ଝିଅ ମାନଙ୍କ ସହିତ ପ୍ରତ୍ୟେକ ବିଷୟରେ ଫ୍ରିଲି ଆପଣ ମାନେ କଥାବାର୍ତ୍ତା ହୁଅନ୍ତୁ, ସେମାନଙ୍କୁ ଶିଖାନ୍ତୁ, ଯଦ୍ୱାରା କି ଆମର କାମ ଆମେ କରିବା, ବାକି କାମ ପରମେଶ୍ୱର ସେ କରିବେ। ତେଣୁ ଆମେ ସେମାନଙ୍କ ସହିତ ଠିକ ଭାବରେ କଥାବାର୍ତ୍ତା ହେବା। ପ୍ରତ୍ୟେକ ବିଷୟରେ ଆମେ ସେମାନଙ୍କ ସହିତ ଆମେ ଆଲୋଚନା କରିବା। ମତେ ବହୁତ ଭଲ ଲାଗିଲା, ଗୋଟେ ରାଜାଙ୍କୁ ଏତେ ବଡ ହେଇଯାଇଥିଲା ପରେ ମଧ୍ୟ ତାଙ୍କର ମା ଏତେ ଫ୍ରିଲି ତାଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି। ବାପାରେ ତୁ କଣ କରିବୁ, ସ୍ତ୍ରୀ ଲୋକକୁ ଆପଣା ବଳ ଦେବୁ ନାହିଁ, ଦୁଷ୍ଟ ହେବୁ ନାହିଁ, ମଦ ପିଇବୁ ନାହିଁ। ମଦ ପିଇଲେ ବିଚାରପତି ମାନେ ବିଚାରକୁ ନିଷ୍ପତ୍ତି ମାନେ ଅଲଗା ବିପରୀତ କରିଦିଅନ୍ତି। ଏ ପ୍ରକାର ସବୁ ବିଷୟ ଟିକି ନିକି କଥା ତାଙ୍କର ମା ତାଙ୍କର ପୁଅକୁ ଶିଖାଉଛନ୍ତି। ଆମେ ମଧ୍ୟ ଏ ପ୍ରକାର ଶିଖେଇବା ପ୍ରିୟ ଭଉଣୀ ମାନେ। ଆମମାନେ ମଧ୍ୟ ସେମାନଙ୍କ ସହିତ ଉତ୍ତମ ରୂପେ ଆମେ କଥାବାର୍ତ୍ତା ହେବା। ଗୀତ ସଂହିତା 69:6 ଲେଖାଗଲା। ସମୟ ହଉଛି, ମୁଁ ଆପଣ ମାନଙ୍କୁ ପଢିକିନା କହିଦଉଛି। ପ୍ରାର୍ଥନାକାରୀ ମାନଙ୍କ ମଧ୍ୟରେ ସାମୁଏଲ, ଏ ଏ ପ୍ରାର୍ଥନାକାରୀ ମଧ୍ୟରେ ସାମୁଏଲ, ଏ ଗୁଣ କାହାଠାରୁ ଆସୁଛି? ଯୋଉ ସମୟରେ ଆମେ ପ୍ରାର୍ଥନାର ଟପିକ ରେ କଥା ହବୁ, ସେ ସମୟରେ ସାମୁଏଲଙ୍କର ମାଙ୍କ ବିଷୟରେ କଥାବାର୍ତ୍ତା ନହେଲେ ଆମର ପ୍ରାର୍ଥନାର ଟପିକ କମ୍ପ୍ଲିଟ ହୁଏ ନାହିଁ। ହାନ୍ନାଙ୍କର ପୁଅ ହଉଛନ୍ତି ସାମୁଏଲ। ଆଉ ହାନ୍ନା ଜଣେ କେମିତି ମା ଅଟନ୍ତି? ପ୍ରାର୍ଥନାକାରୀ ମା ଅଟନ୍ତି। ଆଉ ସେହି ପ୍ରାର୍ଥନାର ଗୁଣ ସାମୁଏଲଙ୍କ ଜୀବନରେ ଆସିଛି। ଆଉ ତାଙ୍କର ନାଁ ଆଗରେ ଗୋଟେ ଟାଇଟେଲ ଲାଗୁଛି, ପ୍ରାର୍ଥନାକାରୀ ମାନଙ୍କ ମଧ୍ୟରେ ସାମୁଏଲ। ପ୍ରିୟ ଭଉଣୀ ମାନେ, ଆମେ ଯେ ପ୍ରକାର ହେବା ଆମର ପିଲାମାନେ ସେଇ ପ୍ରକାର ହେବେ। ଆମେ ଯଦି ପ୍ରାର୍ଥନାକାରୀ ହେବା, ଆମ ପିଲାମାନେ ମଧ୍ୟ ପ୍ରାର୍ଥନାକାରୀ ହେବେ। ଆମେ ଯଦି କଳିହୁଡି ହେବା, ଅନେକ ଥର କହନ୍ତି ନାଇଁ ତାର ମାର ଗୁଣ ତ ସବୁ ଛିଙ୍ଗଲାଇ ଆଣିଛି ବୋଲି କହିବେ କି ନାଇଁ? ମତେ ଅନେକ ସମୟରେ ମୁଁ ଦେଖେ ମୋର ଖରାପ ଗୁଣ, ମୋ ଭିତରେ ଅନେକ ଖରାପ ଗୁଣ ଏବେ ମଧ୍ୟ ଅଛି। ଆଉ ସେଇ ଖରାପ ଗୁଣ ଯଦି ମୋ ଝିଅ ମଧ୍ୟରେ ଦେଖେ, ମତେ ବହୁତ କଷ୍ଟ ଲାଗେ। ମୁଁ କାନ୍ଦିକିନା ପ୍ରାର୍ଥନା କରେ, ପ୍ରଭୁ ମୋର ପାଖେ ଥିବା ଯେତିକି ଭଲ ଗୁଣ ମୋ ଝିଅ ଜୀବନରେ ଟ୍ରାନ୍ସଫର ହୁଏ, ଖରାପ ଟା ମାନେ ତୁମେ ଯୀଶୁଙ୍କ ନାମରେ। ଆଉ ମୁଁ ନିଜକୁ ସଜାଡିବା ପାଇଁ ସେ ସମୟରେ ମୁଁ ଚେଷ୍ଟା କରେ। ପ୍ରିୟ ଭଉଣୀ ମାନେ, ଆମେ ଜାଣିଦେବୁ ଯେ ଆମର ଝିଅର ଉଠିବାଟା, ଆମର ପିଲାର ଉଠିବାଟା, ବସିବାଟା କେମିତି ଆମେ ନିଜେ ଜାଣି, ଏସବୁ ଗୁଣ ମୋର ବୋଲି ମୁଁ ନିଜେ ଦେଖିଲେ ମୁଁ ଜାଣିଦିଏ। ଆ ଯୋଉ ଗୁଣ କି ଆମର ପିଲାମାନଙ୍କ ପାଖକୁ ଯାଏ। ପ୍ରିୟ ଭଉଣୀ, ଆମେ ଯଦି କଳିହୁଡି ହେବା, ଆମର ପିଲାମାନେ କଳିହୁଡି ହେବେ। ଆମେ ପ୍ରାର୍ଥନାକାରୀ ହେବା, ଆମର ପିଲାମାନେ ପ୍ରାର୍ଥନାକାରୀ ହେବେ। ଆମେ ଯଦି ଆତିଥ୍ୟ ପ୍ରିୟ ହେବା, ଆମର ପିଲାମାନେ ମଧ୍ୟ ଆତିଥ୍ୟ ପ୍ରିୟ ହେବେ। ଆଉ ଆମେ ଯଦି ମୋବାଇଲ ବାୟା ହେବା, ଆମର ପିଲାମାନେ ମଧ୍ୟ ମୋବାଇଲ ବାୟା ହେବେ। ସେଥିପାଇଁ ଆମେ ନିଜକୁ ଆମେ ସଜାଡୁ। ଆମର ପିଲାମାନଙ୍କୁ ଯଦି ଆମେ ତିଆରି କରିବା ପାଇଁ ଚାହୁଁଛୁ, ଆମର ଦାୟିତ୍ୱ ହେଲା ଆମେ ପ୍ରାର୍ଥନାରେ ଆମର ସମୟକୁ ବିତାଇବା। ଆମର ପିଲାମାନେ ଆମକୁ ଆଣ୍ଠୁରେ କେତେ ସମୟ ଦେଖୁଛନ୍ତି? ନା ଖାଲି ରୋଷେଇ ଘରେ ଦେଖୁଛନ୍ତି, ଆ ମୋବାଇଲ ଧରିବାର ଦେଖୁଛନ୍ତି, ମାର୍କେଟ ଯିବାଟା ଦେଖୁଛନ୍ତି, ଆଉ ତା ସହିତ କଥା ହେବାଟା ଦେଖୁଛନ୍ତି, ଏସବୁ ଦେଖୁଛନ୍ତି। ତା ସହିତ ଆପଣ ମାନଙ୍କୁ ପ୍ରାର୍ଥନା କରିବା ଆପଣଙ୍କ ପିଲାମାନେ ଦେଖୁଛନ୍ତି କି? ପ୍ରିୟ ଭଉଣୀ, ପ୍ରାର୍ଥନା ବହୁତ ଆବଶ୍ୟକତା ରହିଛି। ଆପଣଙ୍କର ପିଲାମାନଙ୍କ ପାଇଁ, ଆପଣଙ୍କ ପିଲାମାନଙ୍କର ଜୀବନର ରକ୍ଷା ପାଇଁ ଆପଣ ମାନଙ୍କୁ ପ୍ରାର୍ଥନା କରିବାର ଆବଶ୍ୟକତା ରହିଛି। ବାଇବଲ ପଢାରେ ଆପଣ ମାନଙ୍କର ସମୟକୁ ଅଧିକ ସମୟ ଅତିବାହିତ କରିବାର ଆବଶ୍ୟକତା ରହିଛି। ତେଣୁ ଆମମାନେ ନିଜ ନିଜକୁ ସଜାଡୁ, ଯେମିତି ଆମମାନଙ୍କର ସାମୁଏଲଙ୍କର ନାଁ ଆଗରେ ଲାଗୁଛି ପ୍ରାର୍ଥନାକାରୀ ମାନଙ୍କ ମଧ୍ୟରେ ସାମୁଏଲ, ସେ ପ୍ରକାର ଆମର ପିଲାମାନଙ୍କ ଆଗରେ ନାଁ ଆଗରେ ମଧ୍ୟ ସେ ପ୍ରକାର ଲାଗବାର ଅଛି। ପ୍ରିୟ ଭଉଣୀ, କାହିଁକି ସେ ନାଁ ଲାଗୁଛି? କାରଣ ତାଙ୍କର ମା ସେ ପ୍ରକାର ପ୍ରାର୍ଥନା କରିଥିଲେ, ଆଉ ସେଇ ଗୁଣ ସାମୁଏଲକୁ ଟ୍ରାନ୍ସଫର ହେଇଛି। ଆମେ
ୟୁନିକିଙ୍କ ବିଷୟରେ ଆମେ ଦେଖୁ ଯେ କି ତିମୋଥୀଙ୍କ ମା, ତାଙ୍କ ପୁଲପିଟ ରେ ଆମେ ଶିକ୍ଷା ଦେବାଟା ଦେଖୁନା, ମାତ୍ର ସେ ଗୋପନରେ ରହିକିନା ତାଙ୍କର ପିଲାକୁ ସେ କି ପ୍ରକାର ଶିକ୍ଷା ଦେଇଛନ୍ତି ଯେ କି ମହାନ ପ୍ରଭୁଙ୍କର ଦାସ ଆମମାନଙ୍କର ପାଉଲ ତାଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି। ଫିଲିପିଓ 2:19-22 ପଢନ୍ତୁ। ଫିଲିପିଓ 2, କିନ୍ତୁ ହଁ କିନ୍ତୁ ପଢନ୍ତୁ। ମୁଁ ତୁମ୍ଭମାନଙ୍କ ନିକଟକୁ ତିମୋଥୀଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କ ଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ବ୍ୟବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି। କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋ ନିକଟରେ ଆଉ କେହି ନାହିଁ। ତେଣୁ 22, ସମସ୍ତେ ଯୀଶୁ ତେଣୁ 21-22। ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି। ସେ ଯେ ପରୀକ୍ଷା ସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ। ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋ ସହିତ ସେବା କରିଥିଲେ। ହୁଁ, ଦେଖନ୍ତୁ ପାଉଲ ତିମୋଥୀଙ୍କ ବିଷୟରେ କି ପ୍ରକାର ସାକ୍ଷ୍ୟ ଦଉଛନ୍ତି। ସମସ୍ତେ ସ୍ୱାର୍ଥ ଚେଷ୍ଟା କରୁଛନ୍ତି, କିନ୍ତୁ ତିମୋଥୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଚେଷ୍ଟା କରୁଛନ୍ତି। ଆମେ ୟୁନିକି ତାଙ୍କ ମା ତିମୋଥୀଙ୍କ ମା କୁ ଆମେ ପୁଲପିଟ ରେ ଦେଖୁନାଉ ପ୍ରିୟ ଭଉଣୀ ମାନେ, କିନ୍ତୁ ତିମୋଥୀଙ୍କୁ ଆମେ ମାନେ ପାଉଲ ଏତେ ଆଗ୍ରହ ହଉଛନ୍ତି ତିମୋଥୀଙ୍କ ସହିତ ସେବା କାର୍ଯ୍ୟ କରିବା ପାଇଁ, ଯେ କି ଆମେ ପାଉଲ ଯାଙ୍କ ଯେ କି ଏତେ ବଡ ପ୍ରଭୁଙ୍କର ଦାସ ସେ ଅଟନ୍ତି, ସେ ତିମୋଥୀଙ୍କ ବିଷୟରେ ସାକ୍ଷ୍ୟ ଦଉଛନ୍ତି। ଆଉ ତାଙ୍କ ଛଡା ଅନ୍ୟମାନେ ସମସ୍ତେ ସଂସାରକୁ ପ୍ରେମ କରିକିନା ଚାଲିଗଲେ, ମାତ୍ର ତାଙ୍କ ଛଡା ମୁଁ କାହାକୁ ପାଉନାହିଁ ଯେ କି ମତେ ନିଜର ବାପା ପରି ସ୍ନେହ କରନ୍ତି। ଏ ପ୍ରକାର ସାକ୍ଷ୍ୟ ଆମର ଦାୟିତ୍ୱ ପ୍ରିୟ ଭଉଣୀ ମାନେ, ଆମେ ମଧ୍ୟ ଏ ପ୍ରକାର ପ୍ରଭୁଙ୍କର ସେବକ ମାନଙ୍କୁ ଆମେ ତିଆରି କରିବା। ଗୋଟେ ମା ର ଦାୟିତ୍ୱ ହେଲା ସେ ପରଦା ପଛରେ ରହି ନିଜର ପିଲାକୁ ସେ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରିପାରିବେ। ଆମ ପିଲାମାନେ ଯଦି ଉଚ୍ଚ ଉଚ୍ଚ ପଦକୁ ଯାଆନ୍ତି, ବଡ ବଡ କାମ କରନ୍ତି, ସେଟା କାର ପୁଅ କହିଲେ ସେମାନେ କହିବେ କି ନାଇଁ ଅମଙ୍କର ପୁଅ ଅମଙ୍କର ଝିଅ ବୋଲି କହିଲେ ଆମମାନଙ୍କୁ କେତେ ଖୁସି ଲାଗିବ। ଲେଖାଯାଏ ଆମେ ଦେଖୁ 2 ତିମୋଥୀର 1:5 ଯୋଉ ଅକପଟ ବିଶ୍ୱାସ ଲୋଇଙ୍କ ଠାରେ ଥିଲା, ସେ ଲୋଇଙ୍କର ବିଶ୍ୱାସ କାହା ପାଖକୁ ଆସୁଛି? ୟୁନିକିଙ୍କ ପାଖକୁ ଆସୁଛି। ଆଉ ସେ ୟୁନିକିଙ୍କର ଅକପଟମୟ ବିଶ୍ୱାସ ତିମୋଥୀଙ୍କ ନିକଟରେ ମଧ୍ୟ ଆସୁଛି। ତିମୋଥୀଙ୍କର ବାପା ଜଣେ ଗ୍ରୀକ ଲୋକ ଥିଲେ, ସେ ପ୍ରଭୁଙ୍କୁ ଏତେ ଠିକରେ ଜାଣି ନଥିଲେ, କିନ୍ତୁ ୟୁନିକି ପ୍ରଭୁଙ୍କୁ ବହୁତ ଭଲ ଭାବରେ ଜାଣିଥିଲେ। ଆଉ ତାଙ୍କ ସନ୍ତାନକୁ ସେ ଏ ପ୍ରକାର ଭାବରେ ତିଆରି କରିଛନ୍ତି ଯେ ଶେଷରେ ସେ ଜଣେ ଏତେ ବଡ ପ୍ରଭୁଙ୍କର ଦାସ ହେଇପାରୁଛନ୍ତି। ତିମୋଥୀଙ୍କର ଗୁଣ ଚରିତ୍ର ବିଷୟରେ, ସେ କି ପ୍ରକାର ନିଜକୁ ପାଉଲଙ୍କର ଅଧୀନରେ କରି ସେ ପ୍ରଭୁଙ୍କର ସେବାରେ ଆଗକୁ ବଢୁଛି। ଆମର ଗର୍ଭକୁ ମଧ୍ୟ ଆମେ ଅନେକ ସମୟରେ ଯୋଉ ସମୟରେ ପିଲାମାନଙ୍କର ଜନ୍ମଦିନ ହୁଏ, ଆମେ ସାକ୍ଷ୍ୟ ଦଉ, ଆମେ ପ୍ରାର୍ଥନା ଅନୁରୋଧ କରୁ ଯେ ମୋର ପିଲା ଯେମିତି ପ୍ରଭୁଙ୍କର ସେବାରେ ବ୍ୟବହାର ହେବ, ସେଥିପାଇଁ ପ୍ରାର୍ଥନା କରନ୍ତୁ। ତାଠୁ ବଡ ବିଷୟ ପ୍ରିୟ ଭଉଣୀ ମାନେ, ଆମମାନଙ୍କର ଜୀବନ ଶୈଳୀ ମଧ୍ୟ ସେ ପ୍ରକାର ହେବାର ଅଛି ଯେ ଯେମିତି ୟୁନିକିଙ୍କର ଜୀବନ ଶୈଳୀ ହେଇଥିଲା, ସେଇ ଜୀବନ ଶୈଳୀ ଆମମାନଙ୍କର ପିଲାମାନଙ୍କର ଜୀବନକୁ ମଧ୍ୟ ପ୍ରଭାବିତ କରିବ, ଆଉ ପ୍ରଭୁଙ୍କ ସେବାରେ ତାଙ୍କୁ ବ୍ୟବହାର କରିବ, ଗୋଟେ ଭଲ ପ୍ରଭୁଙ୍କର ଶିଷ୍ୟ ହେବା ପାଇଁ ସେମାନେ ସାହାଯ୍ୟ କରିବେ। ଆଉ ଜଣଙ୍କ ବିଷୟରେ ଆପଣ ମାନେ ଜାଣିଛନ୍ତି, ହେରୋଦିଆଙ୍କ ବିଷୟରେ, ଯାହା ବିଷୟରେ ଲେଖାଯାଇଛି ମାଥ୍ୟୁ 14:8। କି ମା ରେ ବାପା ସେଟା ପଢନ୍ତୁ। ଆଉ ସେ ଆପଣା ମାର ଶିକ୍ଷାରେ ପଡି କହିଲା, ବାପ୍ତିଜିକ ଜହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମତେ ଦିଅନ୍ତୁ। ତାର ମା ର ଶିକ୍ଷାରେ ପଡି ପ୍ରଭୁଙ୍କର ଦାସଙ୍କର ମୁଣ୍ଡକୁ ସେ କଣ କରୁଛି? ମାଗୁଛି। ଏ ମା କେମତିକା ମା? ପ୍ରଭୁଙ୍କ ଜହନଙ୍କର ଶିକ୍ଷା ହେରୋଦିଆଙ୍କୁ ପସନ୍ଦ ନାହିଁ, ମାତ୍ର ଏ ପ୍ରତିଶୋଧ ନେବାଟା ଶିଖାଉଛି।
रिवेंज नेबाटा केमती करे मते से दासंकर शिक्षा पसंद नहीं तो तांको मु पसंद करू नहीं मु सिना कहि पारु नहीं मात्र तू करे ए प्रकार दुष्टता मध्य शिखेबा माँ माने अछंती किंतु आमर चर्च रे से प्रकार माँ माने नहांती आमर चर्च रे आंचु भांगी प्रार्थना करबा माँ माने अछंती आमे आमर पिला मन को दुष्टता को आमे शिखेबार नहीं अनेक समय मो पुओ झियो माने विभिन्न प्रकार कंप्लेन नहीं कि आसंती आ प्रतिभा बड़ हो गलानी से किए किछि कहले मध्य कहबो नहीं काहे ना मुई मोर माँ बापा कहले उल्टा मते गाली सुनबा को पड़े अनेक समय से माने खेलु थांती खेलबा समय झिकाटना हुंतु किए कोन कहिदेले बहुत झिकाटना हेबे से समय आसे आमान पाखु कंप्लेन आमे कहू जे गाली सुनबा गाली करबा लोक ठारू गाली सुनबा लोक बहुत भलो हमको प्रतिशोध नेबार नहीं आमे थरे दुई थर कहले सेमानकु भी कष्ट हुए मात्र एबे प्रतिभा शिखी गलान जे से टिके मुह सुखे बसी मु जबरदस्ती ताकू टिके पचारले ही नाइ एमती एमती घटना हेला तो सेथि पई मोर मुह एमती हेइछि माने मु जानि पारे जे सेथि पई सेमती हेइछि बे आमे अनेक समय माने केमती प्रतिशोध नेबा आमे शिखा जो समय पिला माने कंप्लेन धरि किना आसंती हाँ आमर पिलार भूल हे नथिले मध्य आमे अनेक समय सेमान को ठीक भूल शिखेबा किंतु ठीक अछि हमको प्रभु सहाय करबा पाए शिखाइछन्ती सैभा लोक बड़ लोक ए प्रकार कथा गुडी को आमे शिखेबार अछि इति जहन हेरोदिया को माने हेरोदिया जहन को पसंद करू नांती जे तारो झियो माध्यम रे ए जहनकर प्रतिशोध नेउछन्ती आमे से प्रकार न करू प्रिय भणी माने आमर संतान मान को आमे ठीक भाबरे आमे प्रतिपालित कर आ मो प्रभु को धन्यवाद दिए जे ए प्रकार गोटे सुंदर सहभागिता देइछन्ती ए प्रकार सुंदर माँ मान को गहन रे प्रभु आमान को रखिछन्ती जो माँ मानकर संतान माने की पूरा से वीर पुरुषर तीर परी हेबार अछि हमर पिला माने आमे जुटी तीर मारबो आमे से स्थान रे हमर पिला माने लागबार से प्रकार निश्चय हेबे प्रिय भणी माने कारण हमर एटा प्रथम पीढ़ी आमे प्रभु को निकट को आसीछु ए प्रथम पीढ़ी रे जदी आमे एते सजाडी हेलु नै कहले आगु को आमे केते सजाडी न हेबा आ प्रभु ए वाक्य गुडी को दउछन्ती आसंतु हम निज निजर पिला मान को आमे गठन करू हमर आंठु को आमे सबल करू आ हमन को पिला मान को एक उत्तम भविष्य से मान को निमंते गठन करू हमर गोटे आत्मिक मार दायित्व जे केवल से मान को खाइबाटा पिनबाटा से मान को एजुकेशन देबा ताहा नुए से मान को उत्तम चरित्र को गठन करबा मध्ये आमान को दायित्व अछि प्रिय भौणी माने तेनु आम पिला मान को निमंते आमे लोतक भरा आमे प्रार्थना करू लोतक भरा नयन रे आमे प्रार्थना करू आमे आंठु भांगी प्रार्थना करू जेते व्यस्त थिले मध्ये आमे हमर समय को बाहर करबा आ सेमान को निमंते प्रार्थना करबा सेमान को निकट रे गोटे उत्तम चरित्र को माने गठन करबा आ गोटे विषय कहि मु शेष करबा को चाहे प्रिय भौणी माने आपण मानकर पुओ झियो मानकर सामना रे दया करी कहा विषय रे कहा विरुद्ध रे कथा बार्ता हंतु नै से सब विषय गुडी को आपण मानकर पिला मान को दुष्टता आड़ को कढे नेबो जदि किछि कथा बार्ता हेबार अछि मु तो कहे स्वामी स्त्री मध्य से सब विषय रे कथा बार्ता नै मात्र मु अनुरोध करे पुओ झियो मानकर सामना रे कहा विरुद्ध रे मध्य आपणकर चर्च लीडर्स हंतु आपणकर परिवार सासु ससुर बा कहा विरुद्ध रे मध्य आपणकर छुआ मानकर सहित आपण माने कथा बार्ता हंतु नै से सब विषय गुडी को पिला मान को प्रति जो बड़ मान को जो सम्मान थाए से सम्मान टा कौन करबो कमे देबो आज जो समय आमर घर को आबे आमे तांकर विरुद्ध रे कथा बार्ता हेतु हमर पिला को जा नमस्कार करे बोले से कथा ए तो एंती ता हमर माँ बापा तो आर विषय एंती कथा बार्ता होतले आकु आर में नमस्कार करबे की बोले ए प्रकार विषय गुडी को गोटे खराब मनोभाव आम पिला मान को जीवन रे आसी जाए तेनु आमे जेते पारु चेष्टा करू पिला मानकर सहित पिला मानकर साक्षात रे आमे अन्य मान को विरुद्ध रे माने आलोचना न करबा जो तर कि हमर पिला मान को मु चाहे मो मंडली रो प्रत्येक पिला माने उत्तम भाव रे से माने बढ़ंतु प्रभु रे बढ़ंतु आत्मिकता रे बढ़ंतु तो सेथि पय माने सेथि प्रति मध्ये आमे यत्नवान हेबा प्रभु समस्त को ए छोटिया वाक्य दे आशीर्वाद